नमस्कार गुरुजी, ମୋ ନାଁ ଯଶୋବନ୍ତ ମହାନ୍ତ। ମୁଁ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ବେଲପାହାଡ଼ରୁ ଆସିଅଛି। ଏହା ହେଉଛି ମୋର ସମବହୁଭୁଜ ଏକ ଆଧାରିତ ନମୁନା। ପ୍ରଥମେ ଆମେ ଜାଣିବା ଯେ ବହୁଭୁଜ ଆମେ କିପରି ସୃଷ୍ଟି କରିପାରିବା। ମନେକର P1 P2 ଡଟ୍ Pn ଏକ ସମତଳ ଅବସ୍ଥିତ କେନ୍ଦ୍ରକ ବିନ୍ଦୁ। ଏମାନଙ୍କ ମଧ୍ୟରେ ଯେକୌଣସି 3ଟି ବିନ୍ଦୁ ଏକ ସରଳରେଖା ଅବସ୍ଥିତ ନୁହନ୍ତି। P1 ତାର ପ୍ରାନ୍ତ ବିନ୍ଦୁ P2 ଏବଂ P2 ତାର ପ୍ରାନ୍ତ ବିନ୍ଦୁ P3, P3 ତାର ପ୍ରାନ୍ତ ବିନ୍ଦୁ P4 ଏବଂ ସର୍ବଶେଷରେ Pn ତାର ପ୍ରାନ୍ତ ବିନ୍ଦୁ P1 ବ୍ୟତୀତ ଅନ୍ୟ କୌଣସି ବିନ୍ଦୁରେ ଛେଦ କରିନଥିଲେ। ଏହି n ସଂଖ୍ୟକ ରେଖାଖଣ୍ଡ ଦ୍ୱାରା ଗଠିତ ସେଟ୍ P1 P2 ୟୁନିୟନ P2 P3 ୟୁନିୟନ P3 P4 କୁ n ବହୁଭୁଜ କୁହାଯାଏ। n ସଂଖ୍ୟକ ରେଖାଖଣ୍ଡ ଦ୍ୱାରା ଗଠିତ ବହୁଭୁଜର n ସଂଖ୍ୟକ ବହିସ୍ଥ କୋଣ ଏବଂ ଅନ୍ତଃସ୍ଥ କୋଣ ଥାନ୍ତି। ପ୍ରଥମେ ଆମେ ଜାଣିବା ଯେ ସୁଷମ ବହୁଭୁଜ କାହାକୁ କୁହାଯାଏ। ଯେଉଁ ବହୁଭୁଜର ପ୍ରତ୍ୟେକ ବାହୁର ଦୈର୍ଘ୍ୟ ଏବଂ ପ୍ରତ୍ୟେକ କୋଣର ପରିମାଣ ସମାନ ହୋଇଥାଏ ତାହାକୁ ସୁଷମ ବହୁଭୁଜ କୁହାଯାଏ। ପ୍ରତ୍ୟେକ ସୁଷମ ବହୁଭୁଜର ନାମକରଣ ତାର ବାହୁ ସଂଖ୍ୟା ଦ୍ୱାରା ହୋଇଥାଏ, ଯେପରିକି ସୁଷମ ତ୍ରିଭୁଜ, ସୁଷମ ଚତୁର୍ଭୁଜ, ସୁଷମ ପଞ୍ଚଭୁଜ ଇତ୍ୟାଦି।